ପ୍ରଥମ ମାକାବୀୟ ପୁସ୍ତକ ଅଧ୍ୟାୟ 5। ଇଦୁମେୟ ତଥା ଆମୋନୀୟମାନଙ୍କ ବିରୁଦ୍ଧରେ ଅଭିଯାନ। ବଳିପୀଠ ପୁନର୍ନିର୍ମିତ ଓ ପବିତ୍ରାଳୟ ପୂର୍ବ ଭଳି ପ୍ରତିଷ୍ଠିତ ହୋଇଥିବା ବିଷୟ ଶୁଣି ଚତୁଃପାର୍ଶ୍ୱବାସୀ ବିଜାତୀୟମାନେ ଅତ୍ୟଧିକ କ୍ରୁଦ୍ଧ ହେଲେ। ସୁତରାଂ ସେମାନେ ନିଜ ମଧ୍ୟବର୍ତ୍ତୀବାସୀ ଯାକୋବଙ୍କ ବଂଶଧରମାନଙ୍କୁ ବିନାଶ କରିବା ପାଇଁ ସ୍ଥିର କଲେ। ତହୁଁ ସେମାନେ ସେମାନଙ୍କୁ ନିଧନ ତଥା ବିନଷ୍ଟ କରିବାକୁ ଆରମ୍ଭ କଲେ। କିନ୍ତୁ ଜୁଦାସ ଇଦୁମେୟାବାସୀ ଏସାଉଙ୍କ ସନ୍ତାନମାନଙ୍କୁ ଆକ୍ରବାତେନେଠାରେ ଆକ୍ରମଣ କଲେ, କାରଣ ସେମାନେ ଇସ୍ରାଏଲୀୟମାନଙ୍କୁ ଆକ୍ରମଣ କରିବା ପାଇଁ ସୁଯୋଗ ଖୋଜି ରହିଥିଲେ। ସେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ପରାସ୍ତ କଲେ ଏବଂ ସେମାନଙ୍କୁ ନମିତ କରାଇ ଲୁଣ୍ଠନ କଲେ। ସଜ୍ଜନମାନଙ୍କୁ ଫାନ୍ଦରେ ପକାଇ ଓ ରାଜପଥଗୁଡ଼ିକରେ ଛକି ବସି ଅତର୍କିତ ଭାବେ ସେମାନଙ୍କୁ ଆକ୍ରମଣ କରୁଥିବା ବେୟାନର ସନ୍ତାନମାନଙ୍କ ଧୃଷ୍ଟତାକୁ ମଧ୍ୟ ସେ ସ୍ମରଣ କଲେ। ସେମାନଙ୍କୁ ସେମାନଙ୍କର ଦୁର୍ଗ ସମୂହ ମଧ୍ୟରେ ରୁଦ୍ଧ କରି ସେ ସେମାନଙ୍କ ବିରୁଦ୍ଧରେ ଛାଉଣି ପକାଇଲେ ଓ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ବିନଷ୍ଟ କରିବା ପାଇଁ ସ୍ଥିର କରି ସେମାନଙ୍କର ଦୁର୍ଗ ସମୂହ ତଥା ତନ୍ମଧ୍ୟବାସୀ ସମସ୍ତଙ୍କୁ ଅଗ୍ନିରେ ଦଗ୍ଧ କଲେ। ତତ୍ପରେ ସେ ଆମୋନୀୟମାନଙ୍କୁ ଆକ୍ରମଣ କରିବା ପାଇଁ ଯାତ୍ରା କଲେ। ସେ ସେଠାରେ ଏକ ଶକ୍ତିଶାଳୀ ସୈନ୍ୟଦଳ ତଥା ବହୁ ଜନତାକୁ ଦେଖିବାକୁ ପାଇଲେ। ତିମୋଥି ସେମାନଙ୍କର ନେତା ଥିଲା। ସେମାନଙ୍କ ସହ ବହୁବାର ଯୁଦ୍ଧ କରି ସେ ସେମାନଙ୍କୁ ପରାଜିତ ତଥା ସଂହାର କଲେ। ଜାସେର ଓ ତାହାର ସମୀପବର୍ତ୍ତୀ ଗ୍ରାମ ସମୂହକୁ ସେ ଅଧିକାର କଲେ ଓ ତତ୍ପରେ ସେ ଜୁଦେୟାକୁ ଫେରିଗଲେ। ଗାଲିଲି ତଥା ଗିଲିଆଦରେ ସଂଗଠିତ ଯୁଦ୍ଧ। ସେ ସମୟରେ ଗିଲିଆଦବାସୀ ବିଜାତୀୟମାନେ ଏକତ୍ରିତ ହୋଇ ସ୍ୱଦେଶବାସୀ ଇସ୍ରାଏଲୀୟମାନଙ୍କୁ ବିନାଶ କରିବା ନିମନ୍ତେ ସଂକଳ୍ପ କଲେ। କିନ୍ତୁ ସେମାନେ ତାତେମାର ଦୁର୍ଗ ମଧ୍ୟକୁ ପଳାୟନ କରି ଜୁଦାସ ଓ ତାଙ୍କର ଭ୍ରାତାମାନଙ୍କ ନିକଟକୁ ଗୋଟିଏ ପତ୍ର ପଠାଇ କହିଲେ, ଆମ ଚତୁଃପାର୍ଶ୍ୱବାସୀ ବିଜାତୀୟମାନେ ଆମକୁ ବିନଷ୍ଟ କରିବା ପାଇଁ ସମବେତ ହୋଇଛନ୍ତି। ଯେଉଁ ଦୁର୍ଗରେ ଆମେ ଆଶ୍ରୟ ନେଲୁ ତାହାକୁ ହସ୍ତଗତ କରିବା ପାଇଁ ସେମାନେ ପ୍ରସ୍ତୁତ ହୋଇଛନ୍ତି। ତିମୋଥି ସେମାନଙ୍କର ନେତା ଅଟେ। ସୁତରାଂ ଆସି ଆମମାନଙ୍କୁ ରକ୍ଷା କର। ଆମ ମଧ୍ୟରୁ ଅନେକ ମୃତ ହୋଇଛନ୍ତି। ତବ୍ ଦେଶବାସୀ ଆମ ସମସ୍ତ ଭ୍ରାତା ନିହତ ହୋଇଛନ୍ତି। ସେମାନଙ୍କର ପତ୍ନୀ ସନ୍ତାନଗଣ ତଥା ଧନ ସମ୍ପଦକୁ ଶତ୍ରୁମାନେ ଅଧିକାର କରିଛନ୍ତି ଓ ସେମାନେ ପ୍ରାୟ 1000 ବ୍ୟକ୍ତିଙ୍କୁ ନିଧନ କରିଛନ୍ତି। ସେହି ପତ୍ରଟି ପଠିତ ହେବା ବେଳେ ନିଜ ପରିହିତ ବସ୍ତ୍ରକୁ ଛିନ୍ନ କରି ଗାଲିଲିରୁ ଆଗତ କେତେକ ଦୂତମାନେ ତାହା ସଦୃଶ ଅନ୍ୟ ଗୋଟିଏ ବୃତ୍ତାନ୍ତ ସେମାନଙ୍କୁ ଜଣାଇଲେ। ଆମମାନଙ୍କୁ ନିଶ୍ଚିହ୍ନ କରିବା ପାଇଁ ଟଲେମାଇସ୍, ତୀର, ସିଦୋନ ତଥା ଗାଲିଲିବାସୀ ବିଜାତୀୟମାନେ ଏକତ୍ରିତ ହୋଇଛନ୍ତି। ଜୁଦାସ ଓ ତାଙ୍କର ସହବର୍ତ୍ତୀ ଜନତା ଏ ସମସ୍ତ ସମ୍ବାଦ ପାଇ ଶତ୍ରୁମାନଙ୍କ ଆକ୍ରମଣର ପାତ୍ର ହୋଇ ଯେଉଁମାନେ ସଙ୍କଟାପନ୍ନ ହୋଇଛନ୍ତି ସେହି ନିଜ ଭ୍ରାତାମାନଙ୍କ ପ୍ରତି କ'ଣ କରିବା ଉଚିତ ସେ ସମ୍ବନ୍ଧରେ ଆଲୋଚନା କରିବା ସକାଶେ ଗୋଟିଏ ମହାସମ୍ମିଳନୀ ଆହ୍ୱାନ କଲେ। ସେ ସମୟରେ ଜୁଦାସ ନିଜ ସହୋଦର ସିମୋନଙ୍କୁ କହିଲେ, କେତେକ ଲୋକଙ୍କୁ ମନୋନୀତ କର ଓ ଯାଇ ଗାଲିଲିବାସୀ ତୁମ ଭ୍ରାତାମାନଙ୍କୁ ରକ୍ଷା କର। ମୁଁ ଓ ମୋର ସହୋଦର ଜୋନାଥନ ଗିଲିଆଦକୁ ଯାତ୍ରା କରିବୁ। ଜୁଦେୟାର ପ୍ରତିରକ୍ଷା ପାଇଁ ସେ ଅବଶିଷ୍ଟ ସୈନ୍ୟଦଳକୁ ସେଖାରିଆର ପୁତ୍ର ଯୋସେଫ ଓ ଜନତାର ଜଣେ ନେତା ଆସାରିଆଙ୍କ ହସ୍ତରେ
ସମର୍ପଣ କଲେ। ସେ ସେମାନଙ୍କୁ କହିଲେ, ଏହି ଜନତାର ଦାୟିତ୍ୱ ଗ୍ରହଣ କର, କିନ୍ତୁ ଆମର ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ବିଜାତୀୟମାନଙ୍କ ସହ ସଂଗ୍ରାମ କର ନାହିଁ। ଏହାପରେ ସିମୋନଙ୍କ ନେତୃତ୍ୱରେ ଗାଲିଲୀକୁ ଯିବା ପାଇଁ 3000 ବ୍ୟକ୍ତି ଏବଂ ଜୁଦାସଙ୍କ ନେତୃତ୍ୱରେ ଗିଲିଆଦକୁ ଯାତ୍ରା କରିବା ପାଇଁ 8000 ବ୍ୟକ୍ତି ନିୟୋଜିତ ହେଲେ। ଗାଲିଲୀକୁ ଯାତ୍ରା କରି ସିମୋନ ବିଜାତୀୟମାନଙ୍କ ବିରୁଦ୍ଧରେ ଅନେକ ଯୁଦ୍ଧ କଲେ ଓ ବିଜାତୀୟମାନେ ତାଙ୍କ ଦ୍ୱାରା ପରାଜିତ ହେଲେ। ଟଲେମାଇସ୍ର ଦ୍ୱାରଦେଶ ପର୍ଯ୍ୟନ୍ତ ସେମାନଙ୍କୁ ପଶ୍ଚାଧାବନ କରି ସେ 3000 ଲୋକଙ୍କୁ ନିଧନ କଲେ ଓ ସେମାନଙ୍କୁ ଲୁଣ୍ଠନ କଲେ। ତତ୍ପରେ ଗାଲିଲୀ ତଥା ଆର୍ବାତାବାସୀ ଯିହୁଦୀଗଣ ସେମାନଙ୍କର ପତ୍ନୀ, ସନ୍ତାନଗଣ ତଥା ବସ୍ତୁ ପଦାର୍ଥକୁ ସଙ୍ଗରେ ନେଇ ସେ ଆନନ୍ଦପୂର୍ବକ ଜୁଦିଆକୁ ଫେରିଗଲେ। ଜୁଦାସ୍ ମାକାବେଉସ୍ ଓ ତାଙ୍କ ସହୋଦର ଜନାଥାନ ଜର୍ଦାନକୁ ଅତିକ୍ରମ କରି 3 ଦିନ ଧରି ମରୁ ପ୍ରାନ୍ତରର ମଧ୍ୟକୁ ଯାତ୍ରା କଲେ। ଯାତ୍ରା ପଥରେ ସେମାନେ ନାବାତେୟମାନଙ୍କୁ ଦେଖିବାକୁ ପାଇଲେ। ଏହିମାନେ ସେମାନଙ୍କୁ ଶାନ୍ତିର ସହ ସ୍ୱାଗତ ଜଣାଇ ଗିଲିଆଦବାସୀ ସେମାନଙ୍କ ଭ୍ରାତାମାନଙ୍କ ପ୍ରତି ସଂଗଠିତ କାର୍ଯ୍ୟର ଏକ ବିବରଣୀ ବର୍ଣ୍ଣନା କଲେ। ସେମାନଙ୍କ ମଧ୍ୟରୁ ଅନେକେ ବୋସ୍ରା, ବୋସର, ଆଲେମା, କାଶଫ, କାଦେଦ, ମାକେଦ, କାର୍ନାଇମ ପ୍ରଭୃତି ଶକ୍ତିଶାଳୀ ତଥା ବିଶାଳ ନଗରୀଗୁଡ଼ିକରେ ରୁଦ୍ଧ ହୋଇ ରହିଛନ୍ତି। ଅନ୍ୟ କେତେକ ବ୍ୟକ୍ତି ଗିଲିଆଦର ଅନ୍ୟ ନଗରୀଗୁଡ଼ିକରେ ମଧ୍ୟ ରୁଦ୍ଧ ହୋଇ ରହିଛନ୍ତି। ସେହି ସୁରକ୍ଷିତ ନଗରୀଗୁଡ଼ିକୁ ଆସନ୍ତାକାଲି ଆକ୍ରମଣ କରି ସେ ସମସ୍ତ ଲୋକଙ୍କୁ ଗୋଟିଏ ଦିନ ମଧ୍ୟରେ ବିନାଶ କରିବା ପାଇଁ ଶତ୍ରୁଗଣ ପ୍ରସ୍ତୁତ ହୋଇଛନ୍ତି। ତେଣୁ ଜୁଦାସ୍ ଓ ତାଙ୍କର ସହଗାମୀ ସୈନ୍ୟଦଳ ସହସା ସେ ସ୍ଥାନରୁ ପ୍ରସ୍ଥାନ କଲେ ଏବଂ ମରୁ ପ୍ରାନ୍ତରରେ ପଥ ଦେଇ ଯାତ୍ରା କରି ବୋସ୍ରାରେ ଆସି ପହଞ୍ଚିଲେ। ନଗରୀକୁ ଅଧିକାର କରି ତନ୍ମଧ୍ୟବାସୀ ସମସ୍ତ ପୁରୁଷଙ୍କୁ ସେ ଖଡ୍ଗରେ ବଦ୍ଧ କଲେ ଓ ତାହାକୁ ଲୁଣ୍ଠନ କଲା ପରେ ଅଗ୍ନିରେ ଦଗ୍ଧ କଲେ। ସେଠାରୁ ରାତ୍ରି କାଳରେ ଯାତ୍ରା କରି ସେ ଦାତେମାର ଦୁର୍ଗରେ ଆସି ପହଞ୍ଚିଲେ। ପ୍ରତ୍ୟୁଷରେ ଦୁର୍ଗକୁ ଅଧିକାର କରି ତନ୍ମଧ୍ୟବାସୀ ଯିହୁଦୀମାନଙ୍କୁ ଆକ୍ରମଣ କରିବା ପାଇଁ ସିଡ଼ି ତଥା ଯୁଦ୍ଧ ଯନ୍ତ୍ର ସମୂହ ନେଇ ଆସୁଥିବା ଏକ ସଂଖ୍ୟାବହୁଳ ସୈନ୍ୟ ଦଳକୁ ସେମାନେ ଦେଖିବାକୁ ପାଇଲେ। ତେଣୁ ଜୁଦାସ୍ ବୁଝିପାରିଲେ ଯେ ଯୁଦ୍ଧ ଆରମ୍ଭ ହୋଇଛି ଓ ଭେରୀ ନିନାଦ ତଥା ଚିତ୍କାର ଶବ୍ଦ ସମେତ ନଗରୀ ମଧ୍ୟରୁ ବିଳାପ ସ୍ୱର ଆକାଶ ଆଡ଼େ ଉତ୍ଥିତ ହେଉଛି। ତହୁଁ ସେ ନିଜ ସହଚର ସୈନ୍ୟଦଳକୁ କହିଲେ, ତୁମ ଭ୍ରାତାମାନଙ୍କ ସକାଶେ ଆଜି ସଂଗ୍ରାମ କର। ନିଜର ସୈନ୍ୟ ବାହିନୀକୁ 3ଟି ଦଳରେ ବିଭକ୍ତ କରି ସେ ଶତ୍ରୁମାନଙ୍କ ପଛରେ ଆସି ପହଞ୍ଚିଲେ। ସେମାନେ ଭେରୀ ବଜାଇ ଉଚ୍ଚ ସ୍ୱରରେ ପ୍ରାର୍ଥନା କଲେ। ତିମୋଥିର ସୈନ୍ୟଦଳ ଯେବେ ଜାଣିଲେ ଯେ ଏହା ତ ମାକାବେଉସ୍, ତେବେ ସେମାନଙ୍କ ନାଁ ତାଙ୍କ ସମ୍ମୁଖରୁ ପଳାୟନ କଲେ। ସେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ପରାସ୍ତ କଲେ। ସେହିଦିନ ପ୍ରାୟ 8000 ଲୋକ ନିହତ ହେଲେ। ଏହାପରେ ସେ ଆଲେମା ବିରୁଦ୍ଧରେ ପ୍ରସ୍ଥାନ କଲେ ଏବଂ ତାହାକୁ ପରାସ୍ତ କରି ଅଧିକାର କଲେ। ତନ୍ମଧ୍ୟବାସୀ ସମସ୍ତ ପୁରୁଷଙ୍କୁ ନିଧନ କଲା ପରେ ସେ ତାହାକୁ ଲୁଣ୍ଠନ କଲେ ଓ ପରିଶେଷରେ ତାହାକୁ ଅଗ୍ନିରେ ଦଗ୍ଧ କଲେ। ସେ ସ୍ଥାନରୁ ଯାତ୍ରା କରି ସେ କାଶଫ, ମାକେଦ, ବାସର ଓ ଗିଲିଆଦର ଅନ୍ୟାନ୍ୟ ନଗରୀଗୁଡ଼ିକୁ ଅଧିକାର କଲେ। ଏହାପରେ ଅନ୍ୟ ଗୋଟିଏ ସୈନ୍ୟ ଦଳକୁ ଏକତ୍ରିତ କରି ତିମୋଥି ନଦୀର ଅପର ପାର୍ଶ୍ୱସ୍ଥ ରାଫୋନ ସମ୍ମୁଖରେ ଛାଉଣି ପକାଇଲା। ସେହି ଛାଉଣି ସମ୍ବନ୍ଧରେ ଗୁପ୍ତ ସନ୍ଧାନ କରିବା ଉଦ୍ଦେଶ୍ୟରେ ଜୁଦାସ୍ ଗୁପ୍ତଚରମାନଙ୍କୁ ପଠାଇଲେ। ସେମାନେ ଫେରି ଆସି ତାଙ୍କୁ କହିଲେ,
ଆମ ଚତୁଃପାର୍ଶ୍ୱବାସୀ ସମସ୍ତ ବିଜାତୀୟମାନେ ତାଙ୍କ ସହ ସମ୍ମିଳିତ ହୋଇଛନ୍ତି। ତାହା ଗୋଟିଏ ବିପୁଳ ସୈନ୍ୟ ଦଳ ଅଟେ। ଏତଦ୍‌ବ୍ୟତୀତ ତାଙ୍କର ସହାୟ ହେବା ପାଇଁ ସେ ଆରବମାନଙ୍କୁ ମଧ୍ୟ ଭଡ଼ା କରିଛନ୍ତି। ସେମାନେ ନଦୀର ଅପର ପାର୍ଶ୍ୱରେ ଛାଉଣି ପକାଇ ତୁମ ସହ ଯୁଦ୍ଧ କରିବା ନିମନ୍ତେ ପ୍ରସ୍ତୁତ ହୋଇଛନ୍ତି। ତହୁଁ ଜୁଦାସ ସେମାନଙ୍କୁ ଆକ୍ରମଣ କରିବା ପାଇଁ ଗଲେ। ଜୁଦାସ ଓ ତାଙ୍କର ସୈନ୍ୟ ଦଳ ନଦୀର ସନ୍ନିକଟ ହେବା ବେଳେ ତିମୋଥି ନିଜ ସୈନ୍ୟ ଦଳର ସେନାପତିମାନଙ୍କୁ କହିଲା, ସେ ଯଦି ନଦୀ ଅତିକ୍ରମ କରି ପ୍ରଥମେ ଆମ ନିକଟକୁ ଆସନ୍ତି, ତେବେ ତାଙ୍କୁ ବିରୋଧ କରିବା ଆମମାନଙ୍କ ପକ୍ଷରେ ଅସାଧ୍ୟ। ସେ ଅବଶ୍ୟ ଆମମାନଙ୍କୁ ପରାସ୍ତ କରିବେ, କିନ୍ତୁ ଭୀତ ହୋଇ ସେ ଯଦି ନଦୀର ଅପର ପାର୍ଶ୍ୱରେ ଛାଉଣି ପକାଇବେ, ତେବେ ଆମେ ଅତିକ୍ରମ କରି ତାଙ୍କୁ ପରାଜିତ କରିବୁ। କିନ୍ତୁ ନଦୀ ପାର୍ଶ୍ୱରେ ଆସି ପହଞ୍ଚି ଜୁଦାସ ଜନତାର ଶାସ୍ତ୍ରଜ୍ଞମାନଙ୍କୁ ସେଠାରେ ପହରା କରାଇଲେ ଓ ସେମାନଙ୍କୁ ଏହି ଆଦେଶ ଦେଲେ, କାହାରିକୁ ଛାଉଣି ପକାଇବା ପାଇଁ ଅନୁମତି ଦିଅ ନାହିଁ, ବରଂ ସମସ୍ତଙ୍କୁ ଯୁଦ୍ଧ କରିବାକୁ ବାଧ୍ୟ କର। ପରେ ସେ ପ୍ରଥମେ ଅତିକ୍ରମ କଲେ ଓ ତାଙ୍କର ସୈନ୍ୟ ଦଳ ତାଙ୍କୁ ଅନୁଗମନ କଲେ। ବିଜାତୀୟମାନେ ପରାଜିତ ହେଲେ ଓ ସେମାନେ ନିଜ ନିଜର ଅସ୍ତ୍ରଶସ୍ତ୍ର ଉପେକ୍ଷା କରି କାର୍ନାଇମ୍‌ର ମନ୍ଦିର ମଧ୍ୟରେ ଆଶ୍ରୟ ନେଲେ। କିନ୍ତୁ ଜୁଦାସ ସେହି ନଗରୀକୁ ଅଧିକାର କଲେ ଏବଂ ମନ୍ଦିର ତଥା ତନ୍ମଧ୍ୟରେ ଆଶ୍ରୟ ନେଇଥିବା ସମସ୍ତଙ୍କୁ ଅଗ୍ନିରେ ଦଗ୍ଧ କଲେ। ଏହିପରି କାର୍ନାଇମ୍ ମଧ୍ୟ ଅଧିକୃତ ହେଲା। ଜୁଦାସଙ୍କୁ ବିରୋଧ କରିବା ପାଇଁ ସେମାନେ ଅସମର୍ଥ ଥିଲେ। ତତ୍ପରେ ଜୁଦାସ ପ୍ରଦେଶକୁ ନିଜ ସଙ୍ଗରେ ଘେନି ଯିବା ଉଦ୍ଦେଶ୍ୟରେ ଗିଲିଆଦବାସୀ ଛୋଟ ତଥା ବଡ଼ ପ୍ରଭୃତି ସମସ୍ତ ଇସ୍ରାଏଲଙ୍କୁ, ସେମାନଙ୍କର ପତ୍ନୀ, ସନ୍ତାନ ତଥା ପଦାର୍ଥକୁ ଜୁଦାସ ଏକତ୍ରିତ କଲେ। ସେମାନେ ଏକ ବିଶାଳ ଦଳ ଥିଲେ। ସେମାନେ ଏଫ୍ରନରେ ଆସି ପହଞ୍ଚିଲେ। ତାହା ଯାତ୍ରା ପଥରେ ଥିବା ଗୋଟିଏ ଶକ୍ତିଶାଳୀ ତଥା ବିଶାଳ ନଗରୀ ଥିଲା। ଦକ୍ଷିଣ କିମ୍ବା ବାମ ପାର୍ଶ୍ୱକୁ ଘୂରିତ ହୋଇ ତାହାକୁ ବେଷ୍ଟନ କରି ଯାତ୍ରା କରିବା ସେମାନଙ୍କ ପକ୍ଷରେ ଅସାଧ୍ୟ ଥିଲା, ବରଂ ତନ୍ମଧ୍ୟ ଦେଇ ଯାତ୍ରା କରିବା ଆବଶ୍ୟକ ଥିଲା। କିନ୍ତୁ ନଗରୀବାସୀମାନେ ଦ୍ୱାର ରୁଦ୍ଧ କଲେ ଓ ସେଠାରେ ପଥର ସମୂହ ସଞ୍ଚୟ କରି ପଥରେ ପ୍ରତିରୋଧ ସୃଷ୍ଟି କଲେ। ତଥାପି ଜୁଦାସ ସେମାନଙ୍କ ପାଖକୁ ଏହି ବନ୍ଧୁ ଭାବାପନ୍ନ ସନ୍ଦେଶ ପଠାଇ କହିଲେ, ତୁମମାନଙ୍କର ଦେଶ ଦେଇ ଆମ ଦେଶକୁ ଯାତ୍ରା କରିବା ସକାଶେ ଆମମାନଙ୍କୁ ଅନୁମତି ଦିଅ। କେହି କେବେ ତୁମମାନଙ୍କୁ କୌଣସି ଉପଦ୍ରବ କରିବ ନାହିଁ। ଆମେ କେବଳ ପଦବ୍ରଜ କରି ଯାତ୍ରା କରିବୁ। କିନ୍ତୁ ନଗରୀ ଦ୍ୱାରକୁ ଖୋଲି ଦେବା ପାଇଁ ସେମାନେ ଅସମ୍ମତ ହେଲେ। ସେ ସମୟରେ ଜୁଦାସ ଜନତାକୁ ନିଜ ନିଜର ସ୍ଥାନମାନଙ୍କରେ ଅବସ୍ଥିତ ହେବା ପାଇଁ ଏକ ବିଜ୍ଞପ୍ତି ଘୋଷଣା କଲେ। ତହୁଁ ଜନତା ଠିଆ ହେଲେ। ସେମାନେ ଦିନ ତଥା ରାତି ତମାମ ସେହି ନଗରୀ ବିରୁଦ୍ଧରେ ଯୁଦ୍ଧ କଲେ ଓ ନଗରୀକୁ ଅଧିକାର କଲେ। ତନ୍ମଧ୍ୟବାସୀ ସମସ୍ତ ପୁରୁଷଙ୍କୁ ଖଡ଼୍ଗ ଦ୍ୱାରା ସେ ବଦ୍ଧ କଲେ ଓ ନଗରୀଟିକୁ ଧୂଳିସାତ କଲା ପରେ ସେ ତାହାକୁ ଲୁଣ୍ଠନ କଲେ। ତତ୍ପରେ ସେମାନେ ମୃତ ଶରୀର ଉପରେ ଗମନ କରି ନଗରୀଟିକୁ ଅତିକ୍ରମ କଲେ। ଏହାପରେ ସେମାନେ ଜର୍ଦାନକୁ ଅତିକ୍ରମ କରି ବେତ୍‌ସାନର ସମ୍ମୁଖରେ ଥିବା ବିଶାଳ ସମତଳ ଦେଶରେ ଆସି ପହଞ୍ଚିଲେ। ଜୁଦାସକୁ ଆସି ପହଞ୍ଚିବା ପର୍ଯ୍ୟନ୍ତ ଯାତ୍ରାପଥ ତମାମ ଜୁଦାସ ଜନତାକୁ ଉତ୍ସାହିତ କରିଥିଲେ ଓ ଯେଉଁମାନେ ପଥକୁ ରହିଯାଇଥିଲେ ସେମାନଙ୍କୁ ସେ ଏକତ୍ରିତ କରିଥିଲେ। ସେମାନଙ୍କ ମଧ୍ୟରୁ କେହି ନିହତ ହୋଇନଥିଲା, ବରଂ ସୁରକ୍ଷିତାବସ୍ଥାରେ ଫେରିଆସିଥିବା ଯୋଗୁଁ ସେମାନେ ଆନନ୍ଦ ତଥା ଉଲ୍ଲାସର ସହ ସିୟନ ପର୍ବତକୁ ଯାଇ ହୋମବଳି ଉତ୍ସର୍ଗ କଲେ। ଜାମ୍ନିଆବାସୀ ଯିହୁଦୀମାନଙ୍କର ପରାଜୟ। ଜୁଦାସ ଓ ଜୋନାଥାନ ଗିଲିଆଦରେ ଓ ସେମାନଙ୍କ ସହୋଦର
ସିମୋନ ଗାଲିଲିସ୍ଥ ଟଲେମାଇସ୍ରେ ଥିବାବେଳେ ସୈନ୍ୟ ଦଳର ସେନାପତିଗଣ ସେଖାରିଆର ପୁତ୍ର ଯୋସେଫ ଓ ଆସାରିଆ ସେମାନଙ୍କ ଦ୍ୱାରା ସମ୍ପାଦିତ ନିର୍ଭୀକ କାର୍ଯ୍ୟକଳାପ ଓ ସେମାନଙ୍କ ଦ୍ୱାରା ଲଢ଼ା ଯାଇଥିବା ବୀରଯୁଦ୍ଧ ସମ୍ବନ୍ଧରେ ଶୁଣିବାକୁ ପାଇଲେ। ସୁତରାଂ ସେମାନେ କହିଲେ, ଆମେମାନେ ମଧ୍ୟ ଆମ ନାମକୁ ପ୍ରସିଦ୍ଧ କରିବା ପାଇଁ ଆମ ଚତୁଃପାର୍ଶ୍ୱବାସୀ ବିଜାତୀୟମାନଙ୍କ ସହ ସମର କରିବା। ତହୁଁ ସେମାନେ ନିଜ ଅଧୀନସ୍ଥ ସୈନ୍ୟଦଳ ମଧ୍ୟରେ ଏକ ବିଜ୍ଞପ୍ତି ଘୋଷଣା କରି ଜାମ୍ନିଆ ବିରୁଦ୍ଧରେ ଯାତ୍ରା କଲେ। ସେମାନଙ୍କ ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ସେମାନେ ନଗରୀରୁ ନିଜ ସୈନ୍ୟ ସମେତ ବହିର୍ଗତ ହେଲେ। ଯୋସେଫ ଓ ଆସାରିଆଙ୍କୁ ପରାଜିତ କରି ସେମାନେ ଘଉଡ଼ାଇ ଦେଲେ ଓ ଜୁଦିଆର ସୀମା ସରହଦ ପର୍ଯ୍ୟନ୍ତ ସେମାନଙ୍କର ପଶ୍ଚାତଧାବନ କଲେ। ଇସ୍ରାଏଲୀୟ ଜନତା ମଧ୍ୟରୁ ପ୍ରାୟ 2000 ବ୍ୟକ୍ତି ନିହତ ହୋଇ ନିପତିତ ହେଲେ। ଜୁଦାସ ଓ ତାଙ୍କ ଭ୍ରାତାମାନଙ୍କ ଆଦେଶର ଅନୁଗତ ନ ହୋଇ ବୀର କାର୍ଯ୍ୟର ସନ୍ଧାନ କରିବା ନିମନ୍ତେ ଆଶା କରିବାରୁ ଜନତା ଏହିପରି ଗୋଟିଏ ପ୍ରଚଣ୍ଡ ପରାଜୟ ଉପଭୋଗ କଲେ। କିନ୍ତୁ ସେମାନେ ଇସ୍ରାଏଲର ଉଦ୍ଧାର କର୍ମ ପାଇଁ ନିୟୋଜିତ ପରିବାର ବର୍ଗର ଅନ୍ତର୍ଗତ ନଥିଲେ। ଇସ୍ରାଏଲ ଓ ବିଜାତୀୟମାନଙ୍କ ମଧ୍ୟରେ ଯେଉଁ ସମସ୍ତ ସ୍ଥାନରେ ଜୁଦାସ ଓ ତାଙ୍କ ଭ୍ରାତାମାନଙ୍କ ନାମ ପ୍ରସିଦ୍ଧ ହୋଇଥିଲା, ସେ ସମସ୍ତ ସ୍ଥାନରେ ସେମାନେ ଶ୍ରଦ୍ଧାସ୍ପଦ ଥିଲେ। ଲୋକେ ସେମାନଙ୍କ ସହ ସମ୍ମିଳିତ ହୋଇ ସେମାନଙ୍କୁ ପ୍ରଶଂସା କଲେ। ଏହାପରେ ଦକ୍ଷିଣ ଦିଗରେ ଅବସ୍ଥିତ ଏସାଉଙ୍କ ସନ୍ତାନମାନଙ୍କ ଦେଶକୁ ଯାତ୍ରା କରି ଜୁଦାସ ଓ ତାଙ୍କର ଭ୍ରାତାଗଣ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ସେମାନେ ହେବ୍ରୋନ ଓ ତାହାର ଚତୁଃପାର୍ଶ୍ୱସ୍ଥ ଗ୍ରାମ ସମୂହକୁ ଆକ୍ରମଣ କରି ସେଠାକାର ଦୁର୍ଗ ସମୂହକୁ ବିଧ୍ୱସ୍ତ କଲେ ଓ ଚତୁର୍ଦିଗସ୍ଥ ଗମ୍ବୁଜଗୁଡ଼ିକୁ ଦଗ୍ଧ କଲେ। ଏହାପରେ ଫିଲିସ୍ତୀୟମାନଙ୍କ ଦେଶକୁ ଆକ୍ରମଣ କରିବା ନିମନ୍ତେ ମାରିସା ଦେଇ ସେମାନେ ଯାତ୍ରା କଲେ। ସେହିଦିନ ନିଜର ନିର୍ଭୀକତାକୁ ପ୍ରକଟ କରିବା ସକାଶେ ଅଭିଳାଷୀ କେତେକ ଯାଜକ ଯୁଦ୍ଧରେ ନିହତ ହେଲେ, କାରଣ ବୁଦ୍ଧିହୀନ ଭାବେ ସେମାନେ ଯୁଦ୍ଧ କରିବା ପାଇଁ ଯାଇଥିଲେ। ଜୁଦାସ ଫିଲିସ୍ତୀୟମାନଙ୍କ ଦେଶରେ ଅବସ୍ଥିତ ଆସୋତୋସକୁ ଆକ୍ରମଣ କରି ସେମାନଙ୍କର ଯାଗପୀଠ ସମୂହକୁ ବିଧ୍ୱସ୍ତ କଲେ ଓ ସେମାନଙ୍କ ଦେବମାନଙ୍କର ଖୋଦିତ ପ୍ରତିମୂର୍ତ୍ତିକୁ ଅଗ୍ନିରେ ଦଗ୍ଧ କଲେ। ନଗରୀ ସମୂହକୁ ଲୁଣ୍ଠନ କଲା ପରେ ସେ ଜୁଦା ଦେଶକୁ ଫେରିଗଲେ। ଅଧ୍ୟାୟ 6। ଆନ୍ତିଓଖସ୍ ଏପିଫାନେସର ଅନ୍ତିମ ଦିନ ସମୂହ। ଉତ୍ତର ପ୍ରଦେଶଗୁଡ଼ିକ ଦେଇ ପର୍ଯ୍ୟଟନ କରିବା କାଳରେ ରାଜା ଆନ୍ତିଓଖସ୍ ଶୁଣିବାକୁ ପାଇଲେ ଯେ ପାରସ୍ୟ ଦେଶର ଏଲିମାଇସ୍ ରୌପ୍ୟ ତଥା ସ୍ୱର୍ଣ୍ଣ ସମ୍ପଦ ପାଇଁ ପ୍ରସିଦ୍ଧ ଗୋଟିଏ ନଗରୀ ଅଟେ। ଫିଲିପଙ୍କ ପୁତ୍ର ଓ ଗ୍ରୀସୀୟମାନଙ୍କ ଉପରେ ପ୍ରଥମେ ରାଜତ୍ୱ କରିଥିବା ମାସେଦୋନିଆର ରାଜା ଆଲେକ୍ଜାଣ୍ଡରଙ୍କ ଦ୍ୱାରା ସଞ୍ଚିତ ସୁବର୍ଣ୍ଣ ଢାଲ, ଉରୁଣାସ୍ତ୍ର ତଥା ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ରଖାଯାଇଥିବା ସେଠାକାର ମନ୍ଦିର ଅତ୍ୟଧିକ ଧନବହୁଳ ଥିଲା। ସୁତରାଂ ଆନ୍ତିଓଖସ୍ ଆସିଲେ ଓ ନଗରୀଗୁଡ଼ିକୁ ଅଧିକାର କରି ତାହାକୁ ଲୁଣ୍ଠନ କରିବା ନିମନ୍ତେ ସେ ଚେଷ୍ଟା ଚଳାଇଲେ। କିନ୍ତୁ ତାଙ୍କର ଏହି ଉଦ୍ୟମ ସମ୍ବନ୍ଧରେ ନଗରୀବାସୀମାନେ ପୂର୍ବରୁ ଜାଣିଥିଲେ ଓ ଫଳରେ ସେ ତାଙ୍କର ଉଦ୍ୟମକୁ କାର୍ଯ୍ୟରେ ପରିଣତ କରିପାରିଲେ ନାହିଁ। ସେମାନେ ଯୁଦ୍ଧ କରି ତାକୁ ପ୍ରତିରୋଧ କଲେ। ତହୁଁ ସେ ସ୍ଥାନରୁ ପଳାୟନ କଲେ ଓ ଅତ୍ୟଧିକ ଦୁଃଖିତ ହୋଇ ବାବିଲୋନକୁ ଫେରି ଯିବା ପାଇଁ ଯାତ୍ରାରମ୍ଭ କଲେ। ସେ ସମୟରେ କେହି ଜଣେ ଆସି ପାରସ୍ୟରେ ତାଙ୍କୁ ବିଦିତ କଲେ ଯେ ଜୁଦାସ ଦେଶକୁ ଆକ୍ରମଣ କରିବା ପାଇଁ ଯାଇଥିବା ସୈନ୍ୟଦଳ ପରାଜିତ ହୋଇଛନ୍ତି। ଯଦିଓ ଲିସିଆସ୍ ପ୍ରଥମତଃ ଗୋଟିଏ ଶକ୍ତିଶାଳୀ ସୈନ୍ୟ ସମେତ ସେ ସ୍ଥାନକୁ ଯାତ୍ରା କରିଥିଲା, ତଥାପି
ସେ ସେମାନଙ୍କ ସମ୍ମୁଖରୁ ପଳାୟନ କରିଛି। ପରାଜିତ ହୋଇଥିବା ନିଜ ସୈନ୍ୟମାନଙ୍କ ହସ୍ତରୁ ଅସ୍ତ୍ରଶସ୍ତ୍ର ବସ୍ତୁ ପଦାର୍ଥ ତଥା ପ୍ରଚୁର ଲୁଣ୍ଠିତ ଦ୍ରବ୍ୟାଦିକୁ କରାୟତ୍ତ କରି ଯିହୁଦୀମାନେ ଅତ୍ୟଧିକ ଶକ୍ତିଶାଳୀ ହୋଇଛନ୍ତି। ଜେରୁସାଲେମସ୍ଥ ବଳିପୀଠ ଉପରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଜଘନ୍ୟ ପିତୁଳାକୁ ସେମାନେ ଉଚ୍ଛିନ୍ନ କରିଛନ୍ତି। ପବିତ୍ରାଳୟର ଚତୁର୍ଦିଗରେ ସେମାନେ ପୂର୍ବ ପରି ଉଚ୍ଚ ପ୍ରାଚୀର ନିର୍ମାଣ କରିଛନ୍ତି ଓ ତାଙ୍କର ନଗରୀ ବେତ୍‌ସୁରକୁ ଦୁର୍ଗ ବିଶିଷ୍ଟ କରି ସେମାନେ ତାହାକୁ ସୁରକ୍ଷିତ କରିଅଛନ୍ତି। ରାଜା ଏ ସମ୍ବାଦ ଶୁଣି ବିସ୍ମିତ ତଥା ସ୍ତମ୍ଭୀଭୂତ ହେଲେ। ସେ ଯେପରି ଆୟୋଜନ କରିଥିଲେ ତଦନୁଯାୟୀ କୌଣସି ବିଷୟକୁ କାର୍ଯ୍ୟରେ ପରିଣତ କରି ନ ଥିବା ଯୋଗୁଁ ସେ ଦୁଃଖାକୁଳ ହେଲେ ଓ ରୋଗ ପ୍ରପୀଡ଼ିତ ହୋଇ ଶଯ୍ୟାଶାୟୀ ହେଲେ। ଗଭୀର ଦୁଃଖାକ୍ରାନ୍ତ ହୋଇ ସେ ବହୁଦିନ ଧରି ଶଯ୍ୟାଶାୟିତ ହୋଇ ରହିଲେ ଓ ପରିଶେଷରେ ବୁଝିପାରିଲେ ଯେ ସେ ମୃତପ୍ରାୟ ହୋଇଛନ୍ତି। ତହୁଁ ସେ ନିଜର ବନ୍ଧୁମାନଙ୍କୁ ଡାକି କହିଲେ, ନିଦ୍ରା ମୋର ଶୟନକୁ ତ୍ୟାଗ କରିଛି ଓ ଉତ୍କଣ୍ଠା ହେତୁ ମୁଁ ହତୋତ୍ସାହିତ ହୋଇଛି। ମୁଁ ନିଜକୁ କହିଲି, କେଉଁଭଳି ସଙ୍କଟ ମୋ ପ୍ରତି ସଂଗଠିତ ହୋଇଛି। ମୋର ପରାକ୍ରମ ଦିନମାନଙ୍କରେ ଦୟାଳୁ ତଥା ସ୍ନେହ ପାତ୍ର ହୋଇଥିବା ମୁଁ ବର୍ତ୍ତମାନ କେଉଁଭଳି ପ୍ରଳୟରେ ନିମଗ୍ନ ହୋଇଛି। କିନ୍ତୁ ବର୍ତ୍ତମାନ ଜେରୁସାଲେମରେ ମୋ ଦ୍ୱାରା ସମ୍ପାଦିତ ଅନିଷ୍ଟ କର୍ମାବଳୀକୁ ମୁଁ ସ୍ମରଣ କରେ। ତାହାର ସୁବର୍ଣ୍ଣ ତଥା ରୌପ୍ୟ ପାତ୍ରଗୁଡ଼ିକ ମୁଁ ଲୁଣ୍ଠନ କଲି। ଅକାରଣରେ ଜୁଦାସବାସୀମାନଙ୍କୁ ବିନାଶ କରିବା ପାଇଁ ମୁଁ ସୈନ୍ୟମାନଙ୍କୁ ପଠାଇଲି। ମୁଁ ଜାଣେ ଯେ ଏ ସମସ୍ତ ଯୋଗୁଁ ମୋ ପ୍ରତି ଏପରି ଅନିଷ୍ଟ କାର୍ଯ୍ୟ ସଂଘଟିତ ହୋଇଛି। ଦେଖ, ବିଦେଶ ରାଜ୍ୟରେ ଗଭୀର ଦୁଃଖ ନିମଗ୍ନ ହୋଇ ମୁଁ ମୃତ୍ୟୁବରଣ କରୁଛି। ରାଜା ଆନ୍ତିଓଖସ୍ ପଞ୍ଚମ। ଏହାପରେ ନିଜ ମିତ୍ରମାନଙ୍କ ମଧ୍ୟରୁ ଫିଲିପ ନାମରେ ନାମିତ ଜଣେ ବ୍ୟକ୍ତିକୁ ଡାକି ସେ ତାକୁ ରାଜ୍ୟଟିର ଶାସନକର୍ତ୍ତା ରୂପେ ନିଯୁକ୍ତ କଲେ। ନିଜ ପୁତ୍ର ଆନ୍ତିଓଖସକୁ ରାଜ୍ୟର ଉତ୍ତରାଧିକାରୀ ରୂପେ ପ୍ରତିପାଳନ କରିବା ସକାଶେ ନିର୍ଦ୍ଦେଶ ଦେଇ ସେ ତା ହସ୍ତରେ ମୁକୁଟ, ରାଜବସ୍ତ୍ର ତଥା ମୋହର ମୁଦ୍ରିକା ସମର୍ପଣ କଲେ। ଏହିପରି ରାଜା ଆନ୍ତିଓଖସ୍ 149 ବର୍ଷରେ ଦେହତ୍ୟାଗ କଲେ। ରାଜାଙ୍କ ମୃତ୍ୟୁ ସମ୍ବାଦ ପାଇ ରାଜପୁତ୍ର ଆନ୍ତିଓଖସଙ୍କୁ ଲିସିଆସ୍ ରାଜା ରୂପେ ନିଯୁକ୍ତ କଲା। ତାଙ୍କୁ ବାଲ୍ୟକାଳରୁ ଲିସିଆସ୍ ପ୍ରତିପାଳନ କରିଥିଲା ଓ ସେ ତାଙ୍କୁ ଏଉପାଥେର ନାମରେ ନାମିତ ହେଲା। ଲିସିଆସ୍ର ଦ୍ୱିତୀୟ ଆକ୍ରମଣ। ସେହି ଦିନମାନଙ୍କରେ ଦୁର୍ଗରେ ଥିବା ଲୋକେ ପବିତ୍ରାଳୟର ଚତୁର୍ଦିଗକୁ ବେଷ୍ଟନ କରି ଇସ୍ରାଏଲୀୟମାନଙ୍କୁ ଆକ୍ରମଣ କରିବାକୁ ଲାଗିଲା। ଇସ୍ରାଏଲମାନଙ୍କୁ ସବୁ ପ୍ରକାର ଉପଦ୍ରବ କରିବା ଓ ବିଜାତୀୟମାନଙ୍କ ଶକ୍ତିକୁ ଦୃଢ଼ୀଭୂତ କରିବା ପାଇଁ ସେମାନେ ଉଦ୍ୟତ ହୋଇଥିଲେ। ସୁତରାଂ ସେମାନଙ୍କୁ ବିନାଶ କରିବା ସକାଶେ ଜୁଦା ସମସ୍ତ ଜନତାକୁ ଏକତ୍ରିତ କଲେ। ସେମାନେ ଏକତ୍ରିତ ହୋଇ 150 ବର୍ଷରେ ଦୁର୍ଗକୁ ଆକ୍ରମଣ କରିବା ପାଇଁ ଆରମ୍ଭ କଲେ। ସେଥିସକାଶେ ସେ ଅବରୋଧ ଗମ୍ବୁଜ ତଥା ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ସମୂହ ନିର୍ମାଣ କଲେ। କିନ୍ତୁ ଶତ୍ରୁମାନଙ୍କର ପ୍ରହରୀ ସେନା ମଧ୍ୟରୁ କେତେଜଣ ଅବରୋଧରୁ ରକ୍ଷା ପାଇଲେ ଓ କେତେକ ଅଧର୍ମୀ ଇସ୍ରାଏଲୀୟ ବ୍ୟକ୍ତି ସେମାନଙ୍କ ସହ ସମ୍ମିଳିତ ହେଲେ। ସେମାନେ ରାଜାଙ୍କ ନିକଟକୁ ଯାଇ କହିଲେ, ନ୍ୟାୟ ବିଚାର କରିବା ଓ ଆମ ଭ୍ରାତାମାନଙ୍କ ପ୍ରତି ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ତୁମେ ଆଉ କେତେ ଦିନ ବିଳମ୍ବ କରିବ? ତୁମ ପିତାଙ୍କର ସେବା କରିବା ଓ ତାଙ୍କର ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଆମେମାନେ ଆନନ୍ଦିତ ହୋଇଥିଲୁ। ଏହି କାରଣରୁ ଆମ ସହଜନମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତି ଦୁର୍ଗକୁ ଆକ୍ରମଣ କଲେ ଓ
ଓ ସେମାନେ ଆମର ଶତ୍ରୁ ରୂପେ ପରିଣତ ହୋଇଛନ୍ତି। ଏତଦ୍‌ବ୍ୟତୀତ ଆମମାନଙ୍କୁ ମଧ୍ୟରୁ ଯେଉଁମାନଙ୍କୁ ସେମାନେ ଅଧିକାର କରିପାରିଲେ ସେମାନଙ୍କୁ ସେମାନେ ବଦ୍ଧ କରିଛନ୍ତି ଓ ସେମାନେ ଆମ ଉତ୍ତରାଧିକାରକୁ ମଧ୍ୟ ହସ୍ତଗତ କରିଛନ୍ତି। କେବଳ ଆମ ବିରୁଦ୍ଧରେ ନୁହେଁ, ବରଂ ସେମାନଙ୍କ ସୀମା ସରହଦମାନଙ୍କରେ ଅବସ୍ଥାନ କରୁଥିବା ଦେଶସମୂହ ପ୍ରତିକୂଳରେ ମଧ୍ୟ ସେମାନେ ନିଜ ହସ୍ତ ବିସ୍ତାର କରିଅଛନ୍ତି। ବର୍ତ୍ତମାନ ଜେରୁସାଲେମସ୍ଥ ଦୁର୍ଗକୁ ଆକ୍ରମଣ କରି ଅଧିକାର କରିବା ନିମନ୍ତେ ସେମାନେ ଛାଉଣି ପକାଇଛନ୍ତି। ସେମାନେ ଗମ୍ବୁଜ ସମୂହ ନିର୍ମାଣ କରି ପବିତ୍ରାଳୟ ତଥା ବେତ୍‌ସୁରକୁ ସୁରକ୍ଷିତ କରିଅଛନ୍ତି। ତୁମେ ଯଦି ସେମାନଙ୍କୁ ସହସା ସ୍ଥଗିତ ନ କର, ତେବେ ସେମାନେ ଏହା ତୁଳନାରେ ଅଧିକ କିଛି କରିବେ ଏବଂ ତତ୍‌ପରେ ସେମାନଙ୍କୁ ସ୍ଥଗିତ କରିବାକୁ ତୁମେ ଅସମର୍ଥ ହେବ। ଏହା ଶୁଣି ରାଜା କୁପିତ ହେଲେ। ତହୁଁ ସେନାପତି ତଥା କର୍ତ୍ତୃପକ୍ଷ ବିଶିଷ୍ଟ ବ୍ୟକ୍ତି ସମୂହ ପ୍ରଭୃତି ନିଜର ମିତ୍ରମାନଙ୍କୁ ଡାକି ସେ ସମବେତ କଲେ। ଅନ୍ୟ ଦେଶ ତଥା ସମୁଦ୍ର ମଧ୍ୟବର୍ତ୍ତୀ ଦ୍ୱୀପସମୂହମାନଙ୍କଠାରୁ ଭଡ଼ାରେ ମନୋନୀତ କରିଥିବା ସୈନ୍ୟ ଦଳ ମଧ୍ୟ ଏକତ୍ରିତ ହେଲେ। ଏହିପରି ଯୁଦ୍ଧ କରିବା ପାଇଁ ପ୍ରବୀଣ 1,00,000 ପଦାତିକ ସୈନ୍ୟ, 20,000 ଅଶ୍ୱାରୋହୀ ଯୋଦ୍ଧା ଓ 32 ଗୋଟି ଗଜ ତାଙ୍କ ସୈନ୍ୟ ବାହିନୀରେ ଅନ୍ତର୍ଭୁକ୍ତ ଥିଲେ। ସେମାନେ ଇଦୁମେଆ ଦେଇ ଆସି ବେତ୍‌ସୁର ବିରୁଦ୍ଧରେ ଛାଉଣି ପକାଇଲେ ଓ ଯୁଦ୍ଧ ଅସ୍ତ୍ର ସମୂହ ନିର୍ମାଣ କରି ବହୁଦିନ ଧରି ସଂଗ୍ରାମ କଲେ। କିନ୍ତୁ ଯିହୁଦୀମାନେ ବାହାରି ଏ ସମସ୍ତକୁ ଅଗ୍ନିରେ ଦଗ୍ଧ କଲେ ଓ ପୁରୁଷତ୍ୱ ସହ ଯୁଦ୍ଧ କଲେ। ସେ ସମୟରେ ଜୁଦାସ ଦୁର୍ଗରୁ ବାହାରି ରାଜାଙ୍କ ଛାଉଣିରେ ପ୍ରତିକୂଳରେ ବେତ୍‌ଶେଖାରିଆଠାରେ ଛାଉଣି ପକାଇଲେ। ଅତି ପ୍ରତ୍ୟୁଷରେ ବେତ୍‌ଶେଖାରିଆ ଅଭିମୁଖୀ ପଥ ଦେଇ ରାଜା ନିଜ ସୈନ୍ୟମାନଙ୍କୁ ଖୁବ୍ ଶୀଘ୍ର ଗମନ କରାଇଲେ। ସେମାନେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇ ଭେରୀବାଦନ କଲେ। ଗଜଗୁଡ଼ିକୁ ଯୁଦ୍ଧ କରିବା ପାଇଁ ଉତ୍ତେଜିତ କରାଇବା ଉଦ୍ଦେଶ୍ୟରେ ସେମାନେ ସେଗୁଡ଼ିକୁ ଦ୍ରାକ୍ଷାଫଳ ତଥା ତୁତ୍ ଫଳର ରସ ଦାନ କଲେ। ରଣଭୂମିରେ ଥିବା ସୈନ୍ୟବାହିନୀର ବିଭିନ୍ନ ସ୍ଥାନମାନଙ୍କରେ ଏହି ପଶୁମାନେ ଅବସ୍ଥିତ ହେଲେ। ପ୍ରତ୍ୟେକ ଗଜ ସମେତ ସେମାନେ ସାଞ୍ଜୁ ତଥା ପିତ୍ତଳ ନିର୍ମିତ ଶିରଣାସ୍ତ୍ର ପରିହିତ 1,000 ଯୋଦ୍ଧା ଓ 500 ପ୍ରବୀଣ ଅଶ୍ୱାରୋହୀମାନଙ୍କୁ ମଧ୍ୟ ଅବସ୍ଥାପିତ କଲେ। ଏହିମାନେ ଗଜଟିର ଚତୁର୍ଦ୍ଦିଗରେ ସଜ୍ଜିତ ହୋଇ ଠିଆ ହେଲେ। ଯେଉଁ ଆଡ଼କୁ ତାହା ଗଲା, ସେମାନେ ତାହା ସହ ଯାତ୍ରା କଲେ ଓ ସେମାନେ ତାକୁ ତ୍ୟାଗ କରିନଥିଲେ। ଗଜଗୁଡ଼ିକ ଉପରେ ଶକ୍ତିଶାଳୀ ତଥା ଆବୃତ ହୋଇଥିବା କାଷ୍ଠ ନିର୍ମିତ ଗମ୍ବୁଜ ମଧ୍ୟ ସ୍ଥାପିତ ହୋଇଥିଲା। ଏଗୁଡ଼ିକ ପଟା ଦ୍ୱାରା ସେହି ପଶୁଗୁଡ଼ିକ ଉପରେ ଆବଦ୍ଧ କରାଯାଇଥିଲା। ପ୍ରତି ଗମ୍ବୁଜରେ ଶସ୍ତ୍ରଧାରୀ 4 ଜଣ ଯୋଦ୍ଧା ଥିଲେ ଓ ଗଜଟିର ଚାଳକ ଜଣେ ଭାରତୀୟ ଥିଲା। ଅବଶିଷ୍ଟ ଅଶ୍ୱାରୋହୀ ସୈନ୍ୟ ଶତ୍ରୁମାନଙ୍କୁ ଆକ୍ରମଣ କରିବା ପାଇଁ ସୈନ୍ୟବାହିନୀର ଉଭୟ ପାର୍ଶ୍ୱରେ ଅବସ୍ଥାପିତ ହେଲେ ଓ ସେନାବାହିନୀ ସେମାନଙ୍କୁ ରକ୍ଷା କଲେ। ସୁବର୍ଣ୍ଣ ତଥା ପିତ୍ତଳ ଢାଲ ସମୂହ ଉପରେ ସୂର୍ଯ୍ୟ କିରଣ ପ୍ରତିଫଳିତ ହେବା ବେଳେ ପାହାଡ଼ଗୁଡ଼ିକ ତା ଫଳରେ ଦୀପ୍ତିମନ୍ତ ହେଲା ଏବଂ ଉଜ୍ଜ୍ୱଳ ମଶାଲ ସଦୃଶ ପ୍ରଦୀପ୍ୟମାନ ହେଲା। ରାଜାଙ୍କ ସୈନ୍ୟବାହିନୀର ଏକ ବିଭାଗ ଉଚ୍ଚ ପାହାଡ଼ ଓ ଅନ୍ୟଟି ସମତଳ ପ୍ରଦେଶରେ ଅବସ୍ଥାପିତ କରାଇ ଯାଉଥିଲା। ସେମାନେ ସ୍ଥିର ତଥା ଶୃଙ୍ଖଳିତ ଭାବେ ଅଗ୍ରସର ହେଉଥିଲେ। ବିଶାଳ ତଥା ଶକ୍ତିଶାଳୀ ସେହି ସୈନ୍ୟ ଦଳର ଯାତ୍ରା ଶବ୍ଦ ଓ ଅସ୍ତ୍ରଶସ୍ତ୍ରାଦିର ଝଣରକତାର ସ୍ୱର ଶୁଣି ସମସ୍ତେ ଭୟଚକିତ ହେଲେ। କିନ୍ତୁ ଜୁଦାସ ଓ ତାଙ୍କର ସହବର୍ତ୍ତୀ ସୈନ୍ୟ ଯୁଦ୍ଧ କରିବା ପାଇଁ ଆଗେଇ ଆସିଲେ ଓ
ଓ ରାଜାଙ୍କ ସୈନ୍ୟ ଦଳକୁ 600 ବ୍ୟକ୍ତି ମୃତ୍ୟୁ ମୁଖରେ ପଡ଼ିଲେ। ଆବ୍ରାମ ନାମରେ ଅଭିହିତ ଏଲେଆସାର ଗଜଗୁଡ଼ିକ ମଧ୍ୟରୁ ଗୋଟିଏକୁ ରାଜକୀୟ ସାଞ୍ଜୁ ଦ୍ୱାରା ସଜ୍ଜିତ ଥିବା ଦେଖିଲା। ତାହା ଅନ୍ୟ ପଶୁମାନଙ୍କ ତୁଳନାରେ ଉଚ୍ଚତମ ମଧ୍ୟ ଥିଲା। ତହୁଁ ରାଜା ଯେ ତା ଉପରେ ଆସୀନ, ଏହା ସେ ଭାବିଲେ। ସୁତରାଂ ସ୍ୱଜନମାନଙ୍କୁ ରକ୍ଷା କରିବା ଓ ନିଜ ପାଇଁ ଏକ ଶାଶ୍ୱତ ନାମ ଅର୍ଜନ କରିବା ଉଦ୍ଦେଶ୍ୟରେ ସେ ସଞ୍ଜୀବନୀକୁ ସମର୍ପଣ କଲା। ତାର ସନ୍ନିକଟ ହେବା ପାଇଁ ସେ ନିର୍ଭୀକ ଭାବେ ସୈନ୍ୟବାହିନୀ ମଧ୍ୟକୁ ଧାଇଁ ଯାଇ ଦକ୍ଷିଣ ତଥା ବାମ ପାର୍ଶ୍ୱରେ ଦଣ୍ଡାୟମାନ ଥିବା ଯୋଦ୍ଧାମାନଙ୍କୁ ନିଧନ କଲା। ଅବଶିଷ୍ଟ ଯୋଦ୍ଧାଗଣ ତା ସମ୍ମୁଖରୁ ଉଭୟ ପାର୍ଶ୍ୱକୁ ହଟିଗଲେ। ସେ ସମୟରେ ସେ ଗଜଟିର ନିମ୍ନ ଭାଗରେ ଆସି ପହଞ୍ଚି ତାକୁ ନିମ୍ନ ଭାଗରୁ ବିଦ୍ଧ କରି ବଦ୍ଧ କଲା। କିନ୍ତୁ ପଶୁଟି ତା ଉପରେ ପଡ଼ିବାରୁ ସେ ସେହି କ୍ଷଣି ମୃତ୍ୟୁବରଣ କଲା। ରାଜକୀୟ ସୈନ୍ୟଦଳର ଶକ୍ତି ଓ ସେମାନଙ୍କର ଭୟାନକ ଆକ୍ରମଣ ଦେଖି ଯିହୁଦୀମାନେ ବୁଲିପଡ଼ି ପଳାୟନ କଲେ। ରାଜାଙ୍କ ସୈନ୍ୟ ସେମାନଙ୍କ ବିରୁଦ୍ଧରେ ଜେରୁସେଲେମକୁ ଯାତ୍ରା କଲେ ଓ ରାଜା ଛାଉଣି ପକାଇ ଜୁଦେୟା ତଥା ସିୟନ ପର୍ବତକୁ ଅବରୋଧ କଲେ। ରାଜା ବେତ୍‌ସୁର ବାସୀମାନଙ୍କ ସହ ଶାନ୍ତି ସନ୍ଧି ଚୁକ୍ତି କଲେ ଓ ସେମାନେ ନଗରୀଟିକୁ ତ୍ୟାଗ କଲେ, କାରଣ ସେହି ବର୍ଷ ଦେଶଟିର ସାବତୀୟ ସମବତ୍ସର ଥିବା ଯୋଗୁଁ ଅବରୋଧର ପ୍ରତିରୋଧ କରିବା ପାଇଁ ସେମାନଙ୍କ ସହ ଯଥେଷ୍ଟ ଖାଦ୍ୟ ପଦାର୍ଥ ନଥିଲା। ରାଜା ଏହିପରି ବେତ୍‌ସୁରକୁ କରାୟତ୍ତ କରି ତନ୍ମଧ୍ୟର ଗୋଟିଏ ପ୍ରହରୀ ସେନାଦଳକୁ ରଖିଲେ। ତତ୍ପରେ ସେ ପବିତ୍ରାଳୟ ସମ୍ମୁଖରେ ବହୁଦିନ ଧରି ଛାଉଣି ପକାଇଲେ। ଅବରୋଧ ଗମ୍ବୁଜ ସମୂହ ଅଗ୍ନି ତଥା ପଥର ନିକ୍ଷେପ କରିବା ପାଇଁ ଆବଶ୍ୟକ ଯୁଦ୍ଧାସ୍ତ୍ର ଓ ତୀର ତଥା ଅନ୍ୟ ବସ୍ତୁଗୁଡ଼ିକର କ୍ଷେପଣ ପାଇଁ ଅନ୍ୟାନ୍ୟ ଶସ୍ତ୍ରଗୁଡ଼ିକୁ ସେ ନିର୍ମାଣ କଲେ। ଶତ୍ରୁମାନଙ୍କୁ ବିରୋଧ କରି ପାରୁଥିବା ଭଳି ଯିହୁଦୀମାନେ ମଧ୍ୟ ଯୁଦ୍ଧ ଅସ୍ତ୍ର ନିର୍ମାଣ କରି ବହୁଦିନ ଧରି ସମର କଲେ। କିନ୍ତୁ ତାହା ସପ୍ତମ ସମ୍ବତ୍ସର ଥିବା ଯୋଗୁଁ ଭଣ୍ଡାର ଘରଗୁଡ଼ିକରେ ଖାଦ୍ୟ ପଦାର୍ଥ ଅବଶିଷ୍ଟ ନଥିଲା, କାରଣ ବିଜାତୀୟମାନଙ୍କ ଠାରୁ ଜୁଦେୟାରେ ଆଶ୍ରୟ ନେଇଥିବା ଲୋକ ଭଣ୍ଡାର ଘରଗୁଡ଼ିକରେ ସଞ୍ଚିତ ଥିବା ସମସ୍ତ ଖାଦ୍ୟ ପଦାର୍ଥକୁ ଭକ୍ଷଣ କରି ଶେଷ କରିଥିଲେ। ପବିତ୍ରାଳୟରେ କେବଳ ସ୍ୱଳ୍ପ ଯବ ମାତ୍ର ପରିତ୍ୟକ୍ତ ହୋଇ ରହିଥିଲା। ପ୍ରଚଣ୍ଡ ଦୁର୍ଭିକ୍ଷ ପଡ଼ିବା ଯୋଗୁଁ ସମସ୍ତେ ନିଜ ନିଜର ବାସସ୍ଥାନକୁ ବିଚ୍ଛିନ୍ନ ହୋଇ ଚାଲି ଯାଇଥିଲେ। ଯିହୁଦୀମାନଙ୍କର ଧର୍ମ ସ୍ୱାଧୀନତା। ତତ୍ପରେ ସିଲିଆସ୍ ଶୁଣିବାକୁ ପାଇଲା ଯେ ରାଜା ଆନ୍ତିଓଖସ୍ ଜୀବିତ ଥିବା ସମୟରେ ତାଙ୍କ ପୁତ୍ର ଆନ୍ତିଓଖସକୁ ରାଜା ରୂପେ ପ୍ରତିପାଳନ କରିବା ପାଇଁ ଯାହାକୁ ନିୟୋଜିତ କରିଥିଲେ, ସେହି ଫିଲିପ ରାଜାଙ୍କ ଗହଣରେ ଯାତ୍ରା କରିଥିବା ସୈନ୍ୟଦଳ ସମେତ ପାରସ୍ୟ ତଥା ମେଦିଆରୁ ଫେରିଆସିଛି ଓ ରାଜ୍ୟ ଶାସନର ଦାୟିତ୍ୱ ଅଧିକାର କରିବା ପାଇଁ ଉଦ୍ୟତ ହେଉଛି। ସୁତରାଂ ତତ୍କ୍ଷଣାତ୍ ପ୍ରସ୍ଥାନ କରିବାକୁ ସେ ଆଦେଶ ଦେଲା ଓ ରାଜା ସେନାପତି ବୃନ୍ଦ, ସୈନ୍ୟଦଳ ତଥା ଅନ୍ୟାନ୍ୟ ସମସ୍ତ ଲୋକଙ୍କୁ ସେ କହିଲା, ଦିନକୁ ଦିନ ଆମେ ଦୁର୍ବଳ ହେଉଛୁ। ଆମର ଖାଦ୍ୟ ପଦାର୍ଥ ସ୍ୱଳ୍ପ ମାତ୍ର ଅଛି, କିନ୍ତୁ ଆମେ ଅବରୋଧ କରୁଥିବା ସ୍ଥାନ ଶକ୍ତିଶାଳୀ ଅଟେ ଏବଂ ରାଜ୍ୟ ସମ୍ବନ୍ଧୀୟ ବିଷୟର ଆଶୁ ସମାଧାନ ପାଇଁ ଆମ ଉପରେ ଜରୁରୀ ଚାପ ପକାଏ। ସୁତରାଂ ଏହି ଲୋକମାନଙ୍କ ସହ ଆଲୋଚନା କରି ଆମେ ସେମାନଙ୍କ ତଥା ସେମାନଙ୍କର ଜନତା ସହ ଏକ ଶାନ୍ତି ସନ୍ଧି ଚୁକ୍ତି କରିବା।
ସେମାନେ ପୂର୍ବରେ କରିଥିବା ଅନୁଯାୟୀ ନିଜ ବିଧିବିଧାନର ଅନୁସରଣ କରି ଜୀବନଯାପନ କରିବା ପାଇଁ ସେମାନଙ୍କୁ ଅନୁମତି ଦେବା ସକାଶେ ସମ୍ମତ ହେବା। କାରଣ ଆମେ ସେମାନଙ୍କର ବିଧାନ ସବୁକୁ ଲୋପ କରିଥିବା ଯୋଗୁଁ ସେମାନେ କ୍ରୋଧାନ୍ୱିତ ହୋଇ ଏପରି ସବୁ କାର୍ଯ୍ୟ କରିଛନ୍ତି। ରାଜା ଓ ସେନାପତିମାନେ ଏହି ଭାଷଣ ଶୁଣି ସନ୍ତୋଷ ପ୍ରକାଶ କଲେ। ସେମାନେ ଶାନ୍ତି ସନ୍ଧି ସ୍ଥାପନ କରିବା ଉଦ୍ଦେଶ୍ୟରେ ଯିହୁଦୀମାନଙ୍କ ନିକଟକୁ ଲୋକ ପଠାଇଲେ ଓ ଯିହୁଦୀମାନେ ସେଥିପାଇଁ ସମ୍ମତ ହେଲେ। ତହୁ ରାଜା ଓ ସେନାପତିମାନେ ସନ୍ଧି ସମ୍ବନ୍ଧରେ ଶପଥପୂର୍ବକ ପ୍ରତିଜ୍ଞାନୁବଦ୍ଧ ହେଲେ। ତା ଫଳରେ ଯିହୁଦୀମାନେ ଜେରୁସଲେମସ୍ଥ ଦୁର୍ଗ ତ୍ୟାଗ କଲେ। କିନ୍ତୁ ରାଜା ଯେତେବେଳେ ସିୟନ ପର୍ବତକୁ ଆସିଲେ ଓ ଦେଖିଲେ ଯେ ସେହି ସ୍ଥାନଟି ଏକ ସୁଦୃଢ଼ ଦୁର୍ଗ ଅଟେ, ତତ୍କ୍ଷଣାତ୍ ରାଜା ପ୍ରତିଜ୍ଞାନୁବଦ୍ଧ ପୂର୍ବକ ଗ୍ରହଣ କରିଥିବା ନିଜ ଶପଥ ଭଙ୍ଗ କରି ଚତୁଃପାର୍ଶ୍ୱସ୍ଥ ପ୍ରାଚୀରକୁ ବିଧ୍ୱସ୍ତ କରିବା ପାଇଁ ଆଦେଶ ଦେଲେ। ତତ୍ପରେ ସେ ଅତି ଶୀଘ୍ର ଆନ୍ତିଓଖିଆକୁ ଫେରିଗଲେ। ଫିଲିପ ନଗରୀଟିକୁ ଅଧିକାର କରି ଅଛନ୍ତି ବୋଲି ସେ ଦେଖିବାକୁ ପାଇଲେ। କିନ୍ତୁ ସେ ଫିଲିପଙ୍କ ବିରୁଦ୍ଧରେ ଯୁଦ୍ଧ କରି ନଗରୀଟିକୁ ବଳ ପ୍ରୟୋଗ ପୂର୍ବକ ପୁନରାୟ ଅଧିକାର କଲେ।